ଫାଷ୍ଟ ଟାଇମ୍ ତ ମୁଁ ଶୁଣିକି ଭାବିଲି କେଉଁ ଚାଇନାକୁ ପଳେଇଗଲ କହିକି ମୁଁ ତାଙ୍କୁ କହୁଥିଲି ତ ସେ ମୋତେ କହିଲେ ଯେ ନା ଏଇଟା ଆକ୍ଚୁଆଲି ରାଉରକେଲାରେ ମିଳୁଛି ବୋଲି କହିବାରୁ ମୁଁ ଯାଇକି ଜାଣିଲି। ଆପଣମାନେ ବିଶ୍ୱାସ କରିପାରିବେ ଏଇଟା ମୁଁ ଯାହା ନାଁ କହିବି ଆପଣ ବିଶ୍ୱାସ କରିପାରିବେନି ଯେ ଏଇଟା ସେଇଟା ହେଇଥିବ ବୋଲି। କାଇ ମାନେ ଯେଉଁ ଗଛରେ ଥାଆନ୍ତି ନା ଆମ୍ବ ଗଛରେ କି କେଉଁ ଗଛମାନଙ୍କୁ କାଇ ଥାଆନ୍ତି ଯେଉଁଟା ଚାବି ଦିଅନ୍ତି ବି ବହୁତ ପୁରା ଜୋରରେ ଏକା ସାଙ୍ଗରେ କେଉଁଠି ପଡ଼ିଯିବ ବୋଲି ମାନେ ବହୁତଟି କାଇ ଥାଆନ୍ତି। ମାନେ କାଇକୁ ବି ଲିଟରାଲି ଲୋକମାନେ ଖାଆନ୍ତି ମାନେ ଖାଆନ୍ତି ମୁଁ ଜାଣିନଥିଲି। ମୁଁ ଫାଷ୍ଟ ଟାଇମ୍ ମାନେ ମୋର ଏତିକି ଦିନର ଜୀବନ ଭିତରେ ମୁଁ ଫାଷ୍ଟ ଟାଇମ୍ ଶୁଣିଲି ଯେ ଲୋକ କାଇ ବି ଖାଆନ୍ତି। ମାନେ ସେ ମାଉସୀ ଡିକ୍ଚିରେ ନେଇକି ଆସିଥିଲେ ଦେଖନ୍ତୁ ଗୋଟେ ଡିକ୍ଚିଟାରେ ରଖିଥିଲେ ଆଉ ସେ ସେଥିରୁ ବାହାର କରିକି ପତ୍ରମାନଙ୍କୁ ବାଢ଼ି ବାଢ଼ିକି ଯେମିତି ଚିଙ୍ଗୁଡ଼ି ଆଜିକା ଶୀତ ବଜାରରେ ଯେମିତି ମିଳୁଛି ଆପଣମାନେ ଦେଖିପାରୁଥିବେ ଯେ ସେ ଚିଙ୍ଗୁଡ଼ି ହକା କେମିତି ରଖନ୍ତି ସେଇ ଟାଇପ୍ର ମାଉସୀ ରଖିଥିଲେ ବୋଲି ସ୍ତ୍ରୀର ବାପ ତ ବିଲିଭ୍ କରିପାରୁନାହାନ୍ତି ଯେ ଏଇଟା କାଇ ବୋଲି। ସେମାନେ କାଉ 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 ଗୋଟେ କହୁଥିଲେ କାଉ କାଉ ବୋଲିଥିଲେ ବୋଲେ ସେ କହିଲେ କାଣା ଏଇଟା ବୋଲିକି ଯାଇକି ଯେତେବେଳେ ଦେଖିଲେ ଯେ ଯାଇକି ଜାଣିପାରିଲେ ଯେ ଏଇଟା ହେଉଛି କାଇ ବୋଲିକି। ଆପଣମାନେ କିଏ ଖାଇଥିବେ କା ମୁଁ ନାଇଁ ଜାଣି ବାକି ରାଉରକେଲା ବଜାରରେ ଯେହେତୁ ମିଳୁଛି ସେଠିକାର ଲୋକାଲ୍ ଲୋକ ବୋଧେ ଖାଉଥିବେ ସେଥିପାଇଁ ମିଳୁଛି। ଆପଣମାନେ ଯଦି କିଏ ଖାଉଥିବେ କମେଣ୍ଟରେ ମୋତେ ବତେଇବେ ପ୍ଲିଜ୍।